ଏବେ କ'ଣ ହେଇଛି ନା ଆମେ ବାହାରି ପଡ଼ିଲୁ ଏବେ ପବିତ୍ର ନଗରରୁ। ଆଉ ଏଇ ଦେଖିପାରୁଛେ ଯେଉଁ ନୂଆ ଘରଟା ତିଆରି ହେଉଛି, ତ ସେ ଭିତରେ ଦୋକାନ ଅଛି। ତ ସେଇଠୁ କ'ଣ କରିଥିଲୁ ନା ଝିଅ ପାଇଁ ଗୋଟେ ଡ୍ରେସ୍ କିଣି ଦେଇଥିଲୁ। ଆଉ ତାର କାଲି ଜନ୍ମଦିନ ଅଛି, ତ ଡ୍ରେସ୍ କିଣିଥିଲୁ। ଗଣେଶ ପୂଜା ବି ଅଛି ଆକୁ। ଆଉ ଜୟ ଜଗନ୍ନାଥ। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ, ମୁଁ ବି ଭଲରେ ଅଛି। ଆଜିର ନୂଆ ବ୍ଲଗ୍କୁ ଆପଣମାନଙ୍କୁ ସ୍ୱାଗତ। ଚାଲନ୍ତୁ ଆଜି ମୁଁ କୁଆଡ଼େ ଯାଉଛି ଆପଣମାନଙ୍କ ସହିତ ସେୟାର କରିବି। ତ ଏବେ ଆମେ ବାହାରି ପଡ଼ିଲୁ ଦୁଇ ଜଣ ଯାକ ମୋ ଝିଅ ପାଖକୁ, କାହିଁକି ନା କାଲି ଶୁଣିଥିଲି ଝିଅର ଟିକେ ଦେହ ଭଲ ନାହିଁ। ସେଥିପାଇଁ ଆମେ ବାହାରି ପଡ଼ିଲୁ ଝିଅ ପାଖକୁ, ଟିକେ ତାକୁ ଦେଖିଦେଇ ଆସିବୁ। ଆଉ ତାର ଜନ୍ମଦିନ କାଲି ଅଛି, ତ ତାକୁ କିଛି ବି ଦେଇକି ଆସିବୁ। ସେଥିପାଇଁ ବାହାରି ପଡ଼ିଲୁ। ତ ଆମେ ଡ୍ରେସ୍ ପତ୍ର କିଛି କିଣିନୁ, ଆଜି କିଣିବାର ଥିଲା। ଆଉ କାଲିକି ଯାଇଥାନ୍ତୁ, ଯେହେତୁ ତାର ଦେହ ଖରାପ, ତ ଆଜି ଆମେ ବାହାରିକି ଯାଉଛୁ। ଆଉ ଏବେ କ'ଣ ହେଇଛି ନା ଆମେ ତେଲ ପକାଇବୁ। ତ ଆମର କେବେ ଏମିତି ତେଲ କୁଆଡ଼େ ଗଲେ ଆମେ ପକାଉନାହିଁ ସେଦିନ, ଆଉ ତା ପୂର୍ବ ଦିନ ପକାଇଥାଉ। ତ ଆଜି କ'ଣ ହେଇଛି ନା ସେ କହିଲେ ନାଇଁ ତେଲ ପାଇବନି, ତ ତେଲ ଟିକେ ପକାଇଦେବା, କାହିଁକିନା ଆମେ ଆଜି ପକାଇଥାନ୍ତୁ କାଲି ଯାଇଥାନ୍ତୁ। ତ ଏବେ ଆମେ ବାହାରି ପଡ଼ିଲୁ ତେଲ ପକାଇକି ଯିବା ପାଇଁ ମୋ ଝିଅ ପାଖକୁ। ତ ଏବେ ରାସ୍ତାରେ ଯାଉଛୁ। ଆଉ ରାସ୍ତାରେ ଗଲାବେଳକୁ ଗୋଟେ କଥା ମନେ ପଡ଼ିଲା ଯେ ଯେଉଁଠିକି ଯିବାର ଅଛି ତ ଜଲ୍ଦି ଯାଅ। ସେଥିପାଇଁ ଆମେ ବାହାରିକି ଯାଉଛୁ। ଆଉ ଏଇଟା ହେଉଛି ପବିତ୍ର ନଗର। ଏଇଠୁ ଗୋଟେ ଝିଅର ଡ୍ରେସ୍ ଥିଲା କିଣିବାର, ତ ଝିଅ ନାଇଁ ଗୋଟେ ଡ୍ରେସ୍ କିଣିଲୁ। ଆଉ ନହେଲେ ସେ ରାଗିବ, କାହିଁକିନା ତାର ଜନ୍ମଦିନ କାଲି। ଯଦି ତାକୁ ଡ୍ରେସ୍ ନ ଦିଆଯିବ ତ ସେ ରାଗିବ। ତ କ'ଣ ଆଉ ଗୋଟେ ବି କଥା କହିବି ଆପଣମାନଙ୍କୁ, ଏଇଟା ଆକ୍ଚୁଆଲି କାଲି ତାର ଜନ୍ମଦିନ ନାହିଁ। ଆମେ ଆସିକି ପହଞ୍ଚି ଯାଇଛୁ ଏବେ ସମୟରେ। ତ କାଲି ତାର ଜନ୍ମଦିନ ନାହିଁ। କ'ଣ ପାଇଁ ନା ତାର ହେଉଛି ଜୁଲାଇ 25ରେ ଜନ୍ମଦିନ। ତ ଆଧାର କାର୍ଡ଼ ଯେହେତୁ ଚେଞ୍ଜ ଅଛି ଅଗଷ୍ଟ 25ରେ, ତ ଏଇଟା ତାର ସାର୍ଟିଫିକେଟ୍ରେ ବାହାରିଲା ଅଗଷ୍ଟ 25। ତ ଆମେ ଆସିକି ଯଦି ବାହାରିଛି ସାର୍ଟିଫିକେଟ୍ରେ ଅଗଷ୍ଟ 25, ତ ଅଗଷ୍ଟ 25 ଆମକୁ ପାଳନ କରିବାକୁ ପଡ଼ିବ। ଯାଇଥିଲୁ ବିକ୍ସର ବସ୍ଷ୍ଟାଣ୍ଡରେ। ତ କାହିଁକି ନା ମୋ ନନା ଆଉ ନାନୀ ଆସୁଥିଲେ, ତାଙ୍କମାନଙ୍କୁ ଅପେକ୍ଷା କରିଥିଲୁ। ତ ଆସିଲା ପରେ ଆମେ ବାହାରିକି ଆସିଲୁ। ତାପରେ କ'ଣ ହେଇଛି, ଗୋଟେ ଦୁର୍ଘଟଣା ଏମିତି ଘଟିଲା ଆମର। ତ ଆମେ ମୋ ପୁତୁରାକୁ ଧରିକି ଆସିଲୁ ଭାରି, ଦୁଇ ଜଣ ଯାକ ଆଗରେ ଗୁଡ଼ିବନ୍ଧରେ ଅଛୁ। ଆଉ ମୋ ନନାଙ୍କ ନାନୀ ଏ ପର୍ଯ୍ୟନ୍ତ ପହଞ୍ଚିନାହାନ୍ତି। ତ କ'ଣ ପାଇଁ, ସେ ଯେତେବେଳେ ଗଲେ ଦେଖିଲେ ଗାଡ଼ି ତାଙ୍କର ଖରାପ। ତାକୁ ଗାଡ଼ିରେ ମାନେ ତାଙ୍କ ସ୍କୁଟିଟା ହେଉଛି ଖରାପ ହେଇଯାଇଛି। ତ ତାକୁ ଆଣିକିରି ଗ୍ୟାରେଜରେ ଦେଲୁ। ତାପରେ ମୋ ଆର ଭେଣେଇକି ଡାକିଲୁ, ମାନେ ବଡ଼ ଭେଣେଇକି ଡାକି ତାକୁ ଡାକି ଆସିକି ପୁଣି ପହଞ୍ଚିଲୁ ଆମେ ସ୍କୁଲ। ଦେଖିଲି ଯେତେବେଳେ ମୋ ଝିଅ ଟିକେ ଖୁସି ଅଛି, ତ ମୋତେ ବହୁତ ଭଲ ଲାଗିଲା। ତ ନନା ନାନୀ ଇଏ ହେଉଛନ୍ତି ମୋ ବଡ଼ ନନା, ତାପରେ ଏ ଯେଉଁ ନାନୀ ବସିଛି ସେ ମଝିଆଣୀ। ଆଉ ଏମିତି ଇଏ ବୋବା ଜଇଁ ହେଲେ ବି ଆମର ବହୁତ ମାନେ ଭଲ, ମୋ ନନା ବହୁତ ଭଲ। ଆଉ ଯେବେ ଡାକିଲେ ବି ସେ ସାହାଯ୍ୟ କରିବା ପାଇଁ କେବେ ନାହିଁ କରନ୍ତିନି। ଯେତେ ଅସୁବିଧାରେ ଥିଲେ ବି ସେ ସାହାଯ୍ୟ ଆସିକି କରିବେ। ତ ଆମେ ସମସ୍ତେ ମିଶିକି ଯାଇଥିଲୁ। ଏ ନନା ବି 2-3 ଥର ମୋ ସହିତ ଯାଇଛନ୍ତି ଝିଅକୁ ଦେଖିବା ପାଇଁ। ତ ତାଙ୍କର ଘରଟା ହେଉଛି ଗୁଡ଼ିବନ୍ଧ ପାଖରେ। ତ ତାଙ୍କୁ ଡାକିଦେଲେ ସେ ଆସନ୍ତି, ଆଉ ଆମେ ମିଶିକି ଯାଉ ଦେଖିବା ପାଇଁ। ତ ଯାଉଥିଲୁ। ଆଉ ସେ ଆର ଗାଡ଼ିରେ, ଆମ ଗାଡ଼ିରେ ବସୁଛନ୍ତି ମୋ ନନା ଆଉ ମୋ ପୁତୁରା, କାହିଁକିନା ନାନୀ ବସିବନି ଏଇଟା, ଭଉଣୀ ଜଇଁ ବୋଲି ସେ ଏଇଟା ବସିବନି। ସେଥିପାଇଁ ଏମିତି 3 ଜଣଙ୍କୁ ମିଶିକି ଆମେ ଗଲୁ ଭାରି ଝିଅ ପାଖକୁ। ତାପରେ କ'ଣ ହେଇଛି, ଝିଅଠୁ ଫେରିଲା ବେଳେ ଦେଖିଲୁ ଏଠି ଗୋଟେ ପିଢ଼ ପୂଜା ହେଉଥିଲା। ତ ପୁରା ଯାତ୍ରାଠୁ ବି କମ୍ ନାହିଁ। ତାପରେ ଭଲ ଲାଗିଲା। ସେଠୁ ଆସିକି ଗଲୁ ନନା ଘର ଘରକୁ। ନନା ଘର ଘରେ ଚା ଟିକେ ପିଇ ଆସିଲୁ ଭାରି ଆମେ ବାହାରିକି ଘରକୁ। ତବେ ବାଟରେ ଗଲାବେଳକୁ ଦେଖିଲୁ କେତେ ମାନେ ବହୁତ ଜୋରେ ବର୍ଷା ହେଉଛି। ତ କ'ଣ କରିଥିଲୁ, ଆମେ ଆମର ଜ୍ୟାକେଟ୍ ପିନ୍ଧି ଦେଇଥିଲୁ। ଆଉ ମୋତେ ଟିକେ ଅଡ଼ୁଆ ଲାଗୁଥିଲା, କାହିଁକିନା ଭଲ ଲାଗୁନଥିଲା। ତ ଏବେ ଆସିକି ଆମେ ପହଞ୍ଚିଗଲୁ ଘରେ। ଆପଣମାନେ ଜାଣିପାରୁଥିବେ ମୋ ଚୁଟିର ଅବସ୍ଥା କ'ଣ ହେଇଛି। ଆଉ ଏମିତି ଅବସ୍ଥା ହେଇଯାଇଛି ଚୁଟି ପୁରା ଉଡ଼ିକି। ତ ମୁଁ କେମିତି କୁଣ୍ଡେଇବି ମୋତେ ବି ଭାରି ଚିନ୍ତା ଲାଗି ସାରିଲାଣି, କାହିଁକିନା ଜଟ ହେଇଯାଇଛି। ଯେଉଁମାନେ ମୋର ଫେସବୁକ୍ରେ ଦେଖୁଛନ୍ତି ଭିଡ଼ିଓ, ତ ଲାଇକ୍ ସେୟାର ସବସ୍କ୍ରାଇବ୍ ନିଶ୍ଚୟ କରିବେ। ତ ରହୁଛି ଏବେ, ଜୟ ଜଗନ୍ନାଥ।